ଆପଣ ଦେଖନ୍ତୁ ଟାଇମ୍ ସ୍ପଟ୍ କ୍ୟାମେରା ଅଛି। ଆପଣ ଠିକ୍ 3:30 ବେଳେ ଉଠିବେ। ବର୍ତ୍ତମାନ ଏୟାରରେ ଆପଣ 100% ଅକ୍ସିଜେନ୍ ପାଇବେ, ପିଓର ଅକ୍ସିଜେନ୍। ଅନ୍ୟ କୌଣସି ଗ୍ୟାସ୍ ନାହିଁ, ମାନେ ଏୟାର ନାହିଁ ଏଥିରେ। ପୁରା 100%। ଯେଉଁମାନଙ୍କର ଇମ୍ୟୁନିଟି ପାୱାର କମିଯାଉଛି ସେମାନେ ଏତିକି ବେଳେ ଉଠିବେ। ଏଇସବୁ ଜିନିଷ ବ୍ୟବହାର କରିବା ଦରକାର। ଏଇ ସୂର୍ଯ୍ୟ ଉଦୟର 2 ଘଣ୍ଟା 1.5 ଘଣ୍ଟା 2 ଘଣ୍ଟା ପୂର୍ବରୁ ଆପଣ ଉଠି ପଡ଼ିବେ। ଆପଣ ମୁକ୍ତ ଏୟାରରେ ବୁଲିବେ, ସୁସ୍ଥ ରହିବେ। ଆଉ କାଢ଼ା ବି ପିଇବେ। ବିଭିନ୍ନ ପ୍ରକାର କାଢ଼ା ଅଛି, ଆପଣଙ୍କର ଗାଇଡ଼ଲାଇନ୍ ଅନୁସାରେ ଆପଣ ପିଇବେ। ଓବେସିଟି କମିବ, ଥାଇରଏଡ଼୍ କମିବ, ପାଇଲ୍ସ, ଅଲ୍ସର, ଯେତେ କ୍ୟାନ୍ସର ଫ୍ୟାନ୍ସର, ଯେତେ ବ୍ରେନ୍ ଷ୍ଟ୍ରୋକ୍, ହେଡ୍ ଷ୍ଟ୍ରୋକ୍, ସବୁ ରୋଗ ଏଥିରେ ଯିବ ଏଇ ପ୍ରାକୃତିକ ବ୍ୟବହାର କଲେ, ପ୍ରାକୃତିକ ପଦାର୍ଥ ବ୍ୟବହାର କଲେ ହେବ। ମୁଁ ପିଉଛି ବର୍ତ୍ତମାନ ଲବଙ୍ଗ, ଫୁଲ ଥିବା ଲବଙ୍ଗ 4ଟାରୁ ଛେଚିକି ଗରମ ପାଣିରେ ପଡ଼ିଥିଲା, ଏବେ ତାକୁ ଉଷୁମ କରିକି ଚା ଭଳିଆ ପିଉଛି। କାହାର ରସୁଣ, ଅଦା, ତେଜପତ୍ର, କାହାର ଖାଲି ଅଦା, କିଏ ଖାଲି ରସୁଣ, କିଏ ଜାଇଫଳ, କିଏ ମେଥି, ପାନମଧୁରୀ, ରସୁଣ, କିମ୍ବା ମେଥି ଜିରା, ପାନମଧୁରୀ, କିଏ ଜିରା, କିଏ ଜୁଆଣି, ବିଭିନ୍ନ ପ୍ରକାର ଆପଣ ଖାଇବାକୁ ପଡ଼ିବ।